ବୋଉ କଣ ସବୁ ଲୋକମାନେ ରୋଷେଇବାସ କରି ଖାଇଲେଣି, ତୁମେ ଏଠି ସବୁ କଣ କରୁଛ କଣ? ଆମର ଖାଇବା ପାଇଁ ଯୋଗାଡ଼ ଚାଲିଛି। ଓହ କି ନିଦ ମାଉସୀ କି କୋଉ ଛାଡିନି। ଲୋକ 9ଟା ବେଳେ 9ଟା ପୂର୍ବରୁ ଖାଇସାରିଲେଣି। ଟିକେ ଆପଣ ମାନେ ଟିକେ ଆମକୁ କହିବେ ଭାତ ଡାଲି ସନ୍ତୁଳା ଭଜା କରି। ଚଟଣି ପାଇଁ ସବୁ ଯୋଗାଡ଼ ହଉଛି। ଏଇଟା କି ଚଟଣି ହଉଛି? ଏଇଟା ହଉଛି ନଡ଼ିଆ ଆଉ ଧନିଆ ପତ୍ର, ଭୃଷଙ୍ଗ ପତ୍ର, ପିଆଜ, ଖଟା, କଞ୍ଚା ଲଙ୍କା, ଜିରା। ତେନ୍ତୁଳି ବି ଅଛି। ଆଚ୍ଛା ଚଟଣି କରିବ ପୁଣି ଲେମ୍ବୁ ଚକଟିବ। ଏ ଲେମ୍ବୁଟା ମାଉସୀ ଆଣିଛି ଆମ ଗଛରୁ, କିଛି କୁହା ହଉନି ବୋଲି ତାକୁ। ମୁଁ ଥିବା ଭିତରେ ତମ ଲେମ୍ବୁ ସଭା କରିଦେଇଛି। ତ ସାଙ୍ଗମାନେ ତ କାଲି ଲାଗିଥିଲା ଗ୍ରହଣ, ତେଣୁକରି ସକାଳୁ ସକାଳୁ ରୋଷେଇବାସ ସରିଯାଇଛି। ସରିଯାଇଛି ନା? ଭାତ ଡାଲି ସବୁ ସଇଲାଣି। ହଁ ମୁଁ ଅନ୍ଧ ଭଳିଆ ବାଡ଼ି ବୁଲେଇ କହୁଛି। ଆଚ୍ଛା ତ ଏଠି ସାଇଡ୍ ଆଇଟମ୍ ସବୁ ହଉଛି ଦେଖନ୍ତୁ। ବଢ଼ି ଚୁରା, ରସୁଣ ଛେଚା ହବ, ବଢ଼ିରେ ପଡ଼ିବ। ଏଇଟା ଗୋଟେ ଚଟଣି ହବ। ଏ ଚଟଣି କିଏ ଆରମ୍ଭ କରିଛି? କିଏ? ମୁଁ କରିଛି। ମାଉସୀ କହିଛି। ହଁ ଯଦି ମାଉସୀ କହୁଛି ତୁ ତାକୁ ଏତେ ପ୍ରକାର ଏତେ ସୁନ୍ଦର ଭାବରେ ଚଟଣିଟି କରିକି ତାକୁ ଦଉଛୁ ଖାଇବା ପାଇଁ, ସେ କଣ ଏକାଠିଆ ଖାଇବ? ସମସ୍ତେ ଖାଇବେ। ଆଉ ତୁମେ କଣ ଖାଇବନି? ଧୀରେ ଭଲ୍ୟୁମ୍ କମ୍ କରି କହୁନୁ, ଆଉ ଭଲ୍ୟୁମ୍ ତୁ ବଢଉଛି। କହୁଛୁ ସିଏ ଖାଇବେ ଏକାଠିଆ, ତମେ କେହି ଖାଇନି ମୋର ତୁଣ୍ଡି ବାନ୍ଧିବ। ହଉ ସାଙ୍ଗମାନେ, ହଉ ରେଡି ହଉଛି, ଖିଆପିଆ ହବ। ଟାଇମ୍ ଆସି ପାଖାପାଖି 9ଟା ବାଜିଲାଣି। ଆମର ଆଳୁଟା ଚକଟା ହବ। ଆଜି 9ଟା ଭିତରେ ରୋଷେଇବାସ ଶେଷ, ଖିଆପିଆ ହେଇଯିବ। ଭାତ ଖିଆ ମଣିଷ ଆମେ। ଓ ଭାଇ କି ହାଇ ହେ। ଖାଲି ଶୋଇବି ଖାଇବି। ଖାଲି ମାନେ ଖାଇବାଟା ହେଲା ଅବଶ୍ୟ ଭୋକ ହେଇନି ଏପର୍ଯ୍ୟନ୍ତ, ସଫିସିଏଣ୍ଟ ଭୋକ ହେଇନାହିଁ। କିନ୍ତୁ ଭାତଟା ଖାଇଦେଲେ ଯୋଉ ଶାନ୍ତି, ମାନେ ବାରଣ କରି ଯଦି ତମେ ଜଳଖିଆ ଦିଆହବ ଖାଇବା ପାଇଁ କେମିତି ଲାଗିବ? ଭୋକ ପାଟି ଏଇ ବସି ଆଗ। ମୁଁ କା ରାତି ଗ୍ରହଣ ଲାଗିବା ପରଠୁ ଛାଡିଆ ଯାକେ ଶୋଇନି ଜାଣିଛ। ଆମେ ରାତି ସାରା ବୁଲଛୁ ଆଉ। ଛାଡିଲା ପରେ ବାହାରକୁ ଗଲି, ଆଜି ଶୋଇଲି। ହଉ ଠିକ୍ ଅଛି, ଜଲ୍ଦି ଜଲ୍ଦି ରେଡି କର, ଖିଆପିଆ କରିବା। ମୋତେ ବି ଭୋକ ଲାଗିଲାଣି। ଏ ଚଟଣିଟି ଦେଖିକି ମୋତେ ଭାରି ଖୁସି ଲାଗୁଛି। ଏ ଚଟଣିଟି ଆଗରୁ ଆମର ରେଗୁଲାର ହଉଥିଲା ମୋ ମା ଥିଲାବେଳେ, କିନ୍ତୁ ଏବେ ଟିକେ କମି ଯାଇଛି। ଦେଖନ୍ତୁ କେତେ ପ୍ରକାର ଜିନିଷ ସବୁ ପଡିଛି। ତେନ୍ତୁଳି ବି ଅଛି, ସବୁ ପଡିଛି। ପୁଣି ହାଇ ଖାଇଲା ପରେ କେତେଟା ଆସିବ? 3 ଥର ହାଇ ମାରି ସାରିଲାଣି। 1.5 ମିନିଟ୍ର ଭିଡ଼ିଓ ଭିତରେ ସେ 3 ଥର ହାଇ ମାରି ସାରିଲାଣି।